ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦଉଛି। ଜୀବନର ମାନେ ଯାହା, ପ୍ରକୃତରେ ଆମେ ଜୀବନର ମାନେ ଯାହା ବୁଝିଥାଉ ତାହା ଠିକ୍ ନୁହଁ। ଅନେକ ପ୍ରଶ୍ନ କରନ୍ତି, ମୋ ମତରେ ତାହା ଆପଣ ଠିକ୍ ଭାବିଲେ ଠିକ୍ ନିଶ୍ଚିନ୍ତ ହୋଇପାରିବ। ଜୀବନର ମାନେ କ'ଣ? ସଂଘର୍ଷ କରିବା, ଦୁଃଖ କରିବା, କଷ୍ଟ କରିବା, ପରିଶ୍ରମ କରିବା, କିଛି ଅର୍ଥ ଉପାର୍ଜନ କରିବା, ସେହି ଅର୍ଥରେ ଆମେ କିଛି ଆହାର, କିଛି ବସ୍ତ୍ର, କିଛି ଭଲ ମନ୍ଦ ସୁଖ ଦୁଃଖ ସୁବିଧା ଅସୁବିଧା ପାଇଁ କିଛି ରଖିବା, ଏଇସବୁ ଚିନ୍ତାଧାରା ନା। ଏଇସବୁ ଚିନ୍ତାଧାରା ତ ବହୁତ ଭଲ, କିଛି ଖରାପ ନାହିଁ। କିନ୍ତୁ ଯେତିକି ଆବଶ୍ୟକ ସେତିକି ରଖିବା ବହୁତ ଭଲ, ଅଧିକା ନୁହେଁ। ତେଣୁ ଆମ ଘରର ପରିସ୍ଥିତି ସବୁବେଳେ, ସମସ୍ତଙ୍କ ଜୀବନରେ ଦୁଃଖ କଷ୍ଟ ରହିଛି, ସମସ୍ତଙ୍କ ଜୀବନରେ ପରିସ୍ଥିତି ରହିଛି, ଏହା ନିରାଟ ସତ୍ୟ। ଆମେ ତାକୁ ଯଦି ଜାବୁଡ଼ି ରଖିବା ନାହିଁ, ତାକୁ ମାଇଣ୍ଡ ଭିତରେ, ମୁଣ୍ଡ ଭିତରେ ସବୁବେଳେ ଭରି ରଖିବା, ବହୁତ କଷ୍ଟ ପାଇବେ। କିନ୍ତୁ ସେସବୁ ଯଦି ହସି ହସି ସେସବୁକୁ ଭୁଲିଯିବା, ଚେଷ୍ଟା କରିବା। ସମସ୍ତଙ୍କ ମତରେ, ମୋ ମତରେ ସମସ୍ତଙ୍କ ଭିତରେ ସମ୍ଭବ ହେଇପାରିବ ନାହିଁ, ମୁଁ ତାହା ବି ଗ୍ରହଣ କରୁଛି। କିଛି ଲୋକଙ୍କ ମଧ୍ୟରେ ଗ୍ରହଣ ହେଇପାରିବ, କିନ୍ତୁ ଯେଉଁମାନଙ୍କ ମଧ୍ୟରେ ଗ୍ରହଣ ହେଇପାରୁଛି ସେମାନେ ବି ଅନ୍ୟକୁ ଟିକେ ସେଇ ଉପଦେଶ ଦିଅନ୍ତୁ ଗ୍ରହଣ କରିବା ପାଇଁ। ଆମର ସମ୍ପର୍କ ଲୋକଙ୍କୁ ଆମେ ପରିସ୍ଥିତି ସମୟ ଏବଂ ପରିସ୍ଥିତି ନେଇ ଭୁଲି ଯାଇଥାଉ ସତ, କିନ୍ତୁ ଆତ୍ମା ଭିତରେ ମନେ ରଖନ୍ତୁ, ଯିଏ ଆପଣଙ୍କ ଜୀବନ ପରିଧିକି ଆସିକି ଚାଲିଗଲା ନା, ଭୁଲନ୍ତୁ ନାହିଁ, କିନ୍ତୁ ଆତ୍ମା ଭିତରେ ମନେ ରଖନ୍ତୁ। ଭୁଲିଗଲେ ତମେ ମନୁଷ୍ୟରୁ ପଶୁ ହୋଇଯିବ। ଆଉ ଆତ୍ମା ଭିତରେ ସେ ଲୋକଟି ମୋର ସମ୍ପର୍କୀୟ ଲୋକ ଥିଲେ, ସେ ମୋର ମା ଥିଲା, କି ଭଉଣୀ ଥିଲା, ଭାଇ ଥିଲା, ସେ ମୋର ବନ୍ଧୁ ଥିଲା, କି ମୋର ସାଙ୍ଗ ଥିଲା, ଏଇସବୁ ଭାବକୁ ଆତ୍ମା ଭିତରେ ସାଇତି ରଖନ୍ତୁ, ବହୁତ ଭଲ ହେବ। ଆଉ ମୋ ମତରେ ଯେଉଁମାନେ ଭୁଲି ଯାଉଛନ୍ତି ସେମାନେ ପଶୁ ସହିତ ସମାନ, ଏହା ନିରାଟ ସତ୍ୟ। ଆଉ ଜୀବନର ସୁଖ ଦୁଃଖ ଅଛି ସମସ୍ତଙ୍କ ଜୀବନରେ, ମୋ ଜୀବନରେ ଅଛି, ଅନ୍ୟମାନଙ୍କ ଜୀବନରେ ଅଛି, ଗୋଟେ କୋଟିପତି ଜୀବନରେ ବି ରହିଛି, ଏହା ବି ନିରାଟ ସତ୍ୟ। ଆପଣ ବୁଝିବାକୁ ଚେଷ୍ଟା କରୁନାହାନ୍ତି ନା। ଗୋଟେ କୋଟିପତି ଯଦି ପଚାରି ପାରନ୍ତି, ସେ କହିବେ ନାହିଁ ସତ, କିନ୍ତୁ ସେ ଅନୁଭବ କରୁଥିବେ, ଅଙ୍ଗେ ଅଙ୍ଗେ ଲିଭଉଥିବେ, ଯେମିତି ଅଦେଖା ଘାକୁ ଦେଖେଇ ହୁଅନି, ତାଙ୍କ ଭାବଟା ଠିକ୍ ସେମିତି ଥିବ। କିନ୍ତୁ ଗୋଟେ ଭଲ ସ୍ୱଭାବର ଲୋକ, ତା ଜୀବନ ଶୈଳୀ ଭିତରେ ଯେମିତି ସେ ଚଳେ, ତା ଜୀବନ ଶୈଳୀ ଭିତରେ ଯାହା ବି ଅଛି, ତା ଜୀବନ ଶୈଳୀ ଭିତରେ ମାନେ ଯିଏ ମାନେ ତାଙ୍କୁ ନିନ୍ଦା ଅପବାଦ ଯାହା ବି ଦେଉ, ସେ ହସି ହସି ସହିଯାଏ। ଜୀବନ ଶୈଳୀ ଭିତରେ ସମସ୍ତଙ୍କୁ ହୃଦୟ ମନ୍ଦିରରେ ସ୍ଥାନ ଦେଇଥାଏ। ଯାହାର ଯେଉଁଠି ସ୍ଥାନ ରହିବା କଥା ତାଙ୍କୁ ସେଇ ଜଗନ୍ନାଥଙ୍କର ରକ୍ତ ମାଂସ ଶରୀରର ଗଢ଼ା ଶରୀର ନା, ଆଉ ତା ଭିତରେ ଗୋଟିଏ ଛୋଟିଆ ମନ ନା, ଯେଉଁ ମନଟାକୁ ଆପଣ ଯେତେ ବାଣ୍ଟୁଥିଲେ ସରିବନି। ଭଗବାନ ଏମିତି ଗୋଟେ ଜିନିଷ ଆପଣଙ୍କୁ ଦେଉଛନ୍ତି, ଆପଣ ଯେତେ ବାଣ୍ଟୁଥିଲେ ତାହା ସରିବନି। ପ୍ରକୃତରେ ମୋ ରାଧାକୃଷ୍ଣ ଭାବରେ, ମୋ ଜଗନ୍ନାଥଙ୍କ ଭାବରେ ତାହା ହେଉଛି ମଧୁର ବଚନ, ନିର୍ମଳ ମନ, ଆଉ ସୁନ୍ଦର ହୃଦୟଟିଏ, ଯାହାକୁ ମୋ ଜଗନ୍ନାଥ ଦେଇଛନ୍ତି। ଏଇ ଭାବନା ଯାହା ପାଖରେ ରହିବ, ମୋ ଭଗବାନ ତାଙ୍କୁ ଦୁଃଖରେ ହିଁ ସୁଖ ଦେଇଥାନ୍ତି, ଏହା ନିରାଟ ସତ୍ୟ। ଆଉ ମୋବାଇଲ ମାଧ୍ୟମରେ ଯେକୌଣସି ଜିନିଷକୁ ଏଡ଼ିଟିଂ କରିକି ଛାଡ଼ନ୍ତି ସୁନ୍ଦର ଦିଶିବା ପାଇଁ, ଏମିତି ଅନେକ, ମୋ ମତରେ ଯାହାକୁ ସେଇଟା ସୁନ୍ଦର ଲାଗୁଛନ୍ତି କରନ୍ତୁ, କିନ୍ତୁ ଯିଏ ନର୍ମାଲରେ ବି କହନ୍ତି ତାକୁ ବି ଗ୍ରହଣ କରନ୍ତୁ। କୁହନ୍ତୁ ନାହିଁ ଯେ ଏମିତି କରି ଛାଡ଼, ସେମିତି କରି ଛାଡ଼, କହିବା ଠିକ୍ ନୁହଁ। ମୁଁ ନର୍ମାଲରେ ମୋ ଘରେ ବସିଲି,
କାରଣ ନାରୀର ଭୂଷଣ ଯେତିକି ମୋର ଆବଶ୍ୟକ ସେତିକି ଭୂଷଣ ହେଇକି ବସିଥାଏ। ବାସ୍ ନର୍ମାଲରେ ପଦେ କହିଦିଏ ମୋ ଭଗବାନଙ୍କ ରାଧାକୃଷ୍ଣଙ୍କ ଭାବରେ। ତେଣୁ କିଏ ତାହାକୁ ଠିକ୍ କହିବ କିଏ ଭୁଲ କହିବ ତାହା ମୁଁ ଜାଣିନାହିଁ, ମୋ ଜଗନ୍ନାଥ ଜାଣନ୍ତି। ଆଉ ମୋ କହିବା ମାଧ୍ୟମରେ ଯଦି କିଛି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବେ। ରହୁଛି। ଜୟ ଜଗନ୍ନାଥ।